ଦେଖନ୍ତୁ ଏଇଟା ଏଇଟା ପ୍ରକ୍ରିୟାଟା ନିଶ୍ଚିତ ଭାବରେ ଗୋଟେ କଷ୍ଟକର ପ୍ରକ୍ରିୟା ଯେ ଯେମିତି ଆମର ଗୋଟେ ବ୍ୟବସ୍ଥାରେ ଗୋଟେ କଥା ଅଛି ଯେ 100 ଦୋଷୀ ପଛେ 99 ଦୋଷୀ ପଛେ ଖସି ଯାଆନ୍ତୁ କିନ୍ତୁ ଗୋଟେ ଜଣେ ନିର୍ଦ୍ଦୋଷ କେମିତି ଦଣ୍ଡ ନ ପାଉ। ତେଣୁ ଏ ଆଇଡେଣ୍ଟିଫିକେସନ୍ ପ୍ରକ୍ରିୟାଟା ଟିକେ ଡିଫିକଲ୍ଟ, ଏଇଟା ଟାଇମ୍ ଟେକିଂ ପ୍ରୋସେସ୍, କିନ୍ତୁ ପ୍ରକ୍ରିୟା ଆମେ ଆରମ୍ଭ କରିଛୁ ଯେଉଁଟାକି ଗଲା ସରକାର 24 ବର୍ଷ ଧରିକି ସେମାନଙ୍କୁ ସେଲ୍ଟର ଦେଉଥିଲେ, ଆମେ ତାଙ୍କୁ ରିମୁଭାଲ୍ ଆରମ୍ଭ କରିଛୁ ଏବଂ ଆପଣ ଦେଖିବେ ଆଗାମୀ ଦିନରେ ଇଏ ଆହୁରି ସ୍ପିଡ୍ ଅପ୍ ହେବ ଏବଂ ଯେତେ ଯେତେ ଅଛନ୍ତି ସମସ୍ତଙ୍କୁ ବାଛି ବାଛିକି ଆମେ ତାଙ୍କୁ ବିଦା କରିବାରେ ମାନେ ସଫଳ ହେବୁ। ତେଣୁ ସେ ପ୍ରକ୍ରିୟାରେ ତ ପ୍ରକ୍ରିୟା ଚାଲିଛି, ଆପଣ ତ ଚାରିଆଡ଼େ ବିଭିନ୍ନ ଜିଲ୍ଲାରେ ବିଭିନ୍ନ ଆପଣ ଲୋକାଲର ଯେତେ ସବୁ ନ୍ୟୁଜ୍ ଅଛି ଇଏ ଅଛି ସେମାନେ ସବୁ ଦେଖାଉଛନ୍ତି। ତେଣୁ ଏଥିରେ ଆପଣମାନେ କିଛି ମାନେ ବ୍ୟତିବ୍ୟସ୍ତ ହୁଅନ୍ତୁନି ଯେ ଆମେ କାହାକୁ ଛାଡ଼ିଦେବୁ, କିନ୍ତୁ ସମସ୍ତ ମାନେ ଅନୁପ୍ରବେଶକାରୀ ମାନେ ସେମାନେ ନିଶ୍ଚିତ ଚିହ୍ନିତ ହେବେ ଏବଂ ତାଙ୍କୁ ବାହାର କରାଯିବ। ଅନୁପ୍ରବେଶକାରୀ ଏମାନେ ସବୁ ଇଲିଗାଲ ଆକ୍ଟିଭିଟି ଦେଖାଉଛନ୍ତି ରାଜ୍ୟରେ। ନା ଦେଖନ୍ତୁ ଅନୁପ୍ରବେଶ କରିବା ବି ଗୋଟେ ଇଟସେଲ୍ଫ ଇଲିଗାଲ ଆକ୍ଟିଭିଟି। ସିଏ ଆସିକିରି କ'ଣ ଇଲିଗାଲ ଆକ୍ଟିଭିଟି କରିବ ଦ୍ୟାଟ୍ ଇଜ୍ ଡିଫରେଣ୍ଟ, କିନ୍ତୁ ଅନୁପ୍ରବେଶ କରିବା ବି ଗୋଟେ ଇଲିଗାଲ ଆକ୍ଟିଭିଟି, ସେଇଟା ସାମ୍ବିଧାନିକ ନିୟମ ଅନୁସାରେ ଏଇଟା ଗୋଟେ ଭୁଲ କଥା, ଗୋଟେ ଅପରାଧିକ କଥା। ତେଣୁ ସେଇଟା ତ ପ୍ରଥମେ ଆଗେ ଭୁଲ କରିଛନ୍ତି, ତାପରେ ଆସିକି ସିଏ ଏଠି କ'ଣ ଭୁଲ କାମ କରୁଛନ୍ତି ନ କରୁଛନ୍ତି ସେ ତ ଆଉ ଅଲଗା କଥା ରହିବ। ତେଣୁ ବାହାର କରିବାଟା ସୁନିଶ୍ଚିତ ଏବଂ ସେ ପ୍ରକ୍ରିୟା ମଧ୍ୟ ତ୍ୱରାନ୍ୱିତ ହେଉଛି।